ସୁଜତା ଯଦି ଚତୁର୍ଥ ପ୍ରାର୍ଥୀ ହୁଅନ୍ତି ତାହେଲେ ଓଡ଼ିଶାରେ ପାଣ୍ଡିଆନ ହେବେ ସବୁଠାରୁ ଏକ ନମ୍ବର ନେତା। ଆପଣ ପଚାରିବେ କେମିତି? ଆରେ ଭାରତୀୟ ଜନତା ପାର୍ଟିରେ ଶକ୍ତି ନଥିଲା, ଅଶ୍ୱିନୀ ବୈଷ୍ଣବ ସାଂସଦ ହେଲେ, ବିଜେଡ଼ି ତାଙ୍କୁ ଦୁଇ ଥର ସାଂସଦ କଲା। ଏବେ କାହା ସେଟିଂରେ? ପାଣ୍ଡିଆନ ସେଟିଂରେ। ବର୍ତ୍ତମାନ ପାଣ୍ଡିଆନ ଗୁଡ଼ା ସେଟିଂ କରିକି ସୁଜତା କାର୍ତ୍ତିକଙ୍କୁ ଚତୁର୍ଥ ପ୍ରାର୍ଥୀ କରନ୍ତୁ, ଭାରତୀୟ ଜନତା ପାର୍ଟି ସମର୍ଥନ କରୁ। ପାଣ୍ଡିଆନ ଖାଲି ଏତିକି କରିଦେବେ ନା, ଆଉ ବିଜେଡ଼ିରେ ଯେଉଁମାନେ ପାଖ ହେଉଛନ୍ତି ଟୋଟାଲ ବନ୍ଦ। କିନ୍ତୁ ଦିଲ୍ଲୀପ ରାୟ ଜଣେ ସବୁବେଳେ ଚର୍ଚ୍ଚିତ ନେତା ଆଉ ଚ୍ୟାଲେଞ୍ଜିଂ ନେତା। ବିଜୁ ଜନତା ଦଳ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଦିଲ୍ଲୀପ ରାୟ। ବିଜୁ ବାବୁଙ୍କର ଶେଷ ସମୟରେ ମେଡ଼ିକାଲ ଖର୍ଚ୍ଚ ଠାରୁ ଆରମ୍ଭ କରିକି ତାଙ୍କ ଘରେ ହିଁ ବିଜୁ ବାବୁ ରହୁଥିଲେ। ସମସ୍ତେ କହନ୍ତି ବିଜୁ ବାବୁଙ୍କର ପୁଅ ହେଉଛନ୍ତି, ପ୍ରକୃତ ପୁଅ ହେଉଛନ୍ତି ଦିଲ୍ଲୀପ ରାୟ। 2002 ମସିହାରେ ନବୀନ ବାବୁ ତାଙ୍କୁ ଟିକେଟ୍ ଦେଲେନି, ଦିଲ୍ଲୀପ ରାୟ ଚ୍ୟାଲେଞ୍ଜ କଲେ, ସ୍ୱାଧୀନରେ ଲଢ଼ିଲେ। ବିଜେପିରେ, କଂଗ୍ରେସର ଏବଂ ବିଜେଡ଼ିର 14 ବିଧାୟକ ତାଙ୍କୁ ସମର୍ଥନ କଲେ। ନବୀନ ବାବୁ କିଛି ବି କରିପାରିଲେନି, ଚ୍ୟାଲେଞ୍ଜ କରିକି ସେ ରାଜନେତା। ଏଇ ଦିଲ୍ଲୀପ ରାୟଙ୍କୁ ନେବା ପାଇଁ 2024 ନିର୍ବାଚନ ପୂର୍ବରୁ ପ୍ରଣବ ପ୍ରକାଶ ଦାସ ଯାଇଥିଲେ ମେ ଫେୟାର, ଅନୁରୋଧ କଲେ ଯେ ଆପଣ ପୁଣି ବିଜେଡ଼ିକୁ ଫେରି ଆସନ୍ତୁ। ଦିଲ୍ଲୀପ ରାୟଙ୍କ ଉତ୍ତର ଥିଲା, ବିଜେଡ଼ି ମୁଁ ଗଢ଼ିଥିଲି, ଫେରି ଆସିବାଟା ବଡ଼ କଥା ନୁହେଁ, କିନ୍ତୁ ମୋ ପାଇଁ ବଡ଼ କଥା ହେଉଛି ପାଣ୍ଡିଆନକୁ କହିକି ମୁଁ ନବୀନ ପଟ୍ଟନାୟକ ଦେଖା କରିବି, ପାଣ୍ଡିଆନଠୁ ଅନୁମତି ନେବି। ଯେପର୍ଯ୍ୟନ୍ତ ପାଣ୍ଡିଆନଠୁ ଅନୁମତି ନେବାକୁ ପଡ଼ୁଥିବ ସେ ପର୍ଯ୍ୟନ୍ତ ମୋର ନବୀନ ପଟ୍ଟନାୟକ ପାଖକୁ ଯିବାର ନାହିଁ। ଆପଣ ଦେଖିଥିବେ ଯେତେବେଳେ ଦିଲ୍ଲୀପ ରାୟ ନବୀନ ନିବାସ ଯାଇକି ଭେଟନ୍ତି, ସେ କାହା ଭାଇ ମିଡ଼ିଆରେ ନୁହେଁ, ସିଧା ନବୀନ ବାବୁଙ୍କ ସାଙ୍ଗରେ କଥା ହେଇକି ଆସନ୍ତି। ଆଉ ଦିଲ୍ଲୀପ ରାୟ ନବୀନ ବାବୁ ଯେତେବେଳେ କଥା ହୁଅନ୍ତି କେତେବେଳେ ବି ପାଣ୍ଡିଆନ ଉପସ୍ଥିତ ରହନ୍ତିନି, ଅନ୍ୟ କର୍ମଚାରୀ ଉପସ୍ଥିତ ରହନ୍ତିନି। କାହିଁକି ଜାଣିଛନ୍ତି? ଯେତେବେଳେ ନବୀନ ବାବୁ ରାଜନୀତିକି ଆସିନଥିଲେ, ଦିଲ୍ଲୀପ ବାବୁ ରାଜନୀତି କରୁଥିଲେ, ବିଜୁ ପଟ୍ଟନାୟକ ପାଖକୁ ପ୍ରତି ମାସରେ ବହିରେ ଲେଖା ହେଇଛି, କେତେବେଳେ ଗାଲୁଆ କହେ ଯେ ତୁ ବହୁତ ଜାଣିଛୁ ବୋଲି କହିବେ ନା, ବହିରେ ଲେଖା ହେଇଛି। ସାରା ଓଡ଼ିଶା ରାଜନେତା ଜାଣିଛନ୍ତି ନବୀନ ବାବୁଙ୍କ ପାଖକୁ ସେ ପ୍ରତି ମାସରେ କିଛି କିଛି ପଇସା ମାଗି, ମାନେ ନେବାକୁ ପୁଅ ହିସାବରେ, ମାଗିବାକୁ ନେଇ ବାପା ପାଖରୁ ପୁଅ ଆସନ୍ତି। ଆସିକି ପହଞ୍ଚିଲା ମାତ୍ରେ ଦିଲ୍ଲୀପ ରାୟ ନିଜେ ନେଇକି ଧରେଇ ଦିଅନ୍ତି। ତ ନବୀନ ବାବୁଙ୍କର ଦିଲ୍ଲୀପ ବାବୁଙ୍କର ବହୁତ ଭଲ ସମ୍ପର୍କ। ପରବର୍ତ୍ତୀ ସମୟରେ କାଳେ ଏମାନେ ମୁଖ୍ୟମନ୍ତ୍ରୀ ହେଇଯିବ, ମୁଁ ଆଉ କିଛି ହେଇପାରିନି, ଗୋଟେ ଡରରେ ସେ ତାଙ୍କୁ ସାଇଡ଼୍ କରିଦେଇଛନ୍ତି। ଆଉ ଆଜିକା ଦିନରେ ଚତୁର୍ଥ ପ୍ରାର୍ଥୀ ନେଇକି ଖେଳ ଜମିବ ଓଡ଼ିଶା ରାଜନୀତିରେ। ଦିଲ୍ଲୀପ ରାୟ ଯଦି ବିଜେପି ତାଙ୍କୁ ପ୍ରାର୍ଥୀ କରେ, ଏବେ ସେ ବିଜେପି ନେତା, ଆପଣ କହୁଛନ୍ତି ଦିଲ୍ଲୀପ ରାୟ ଖେଳ କରୁଛନ୍ତି, 50 କୋଟି ନେଉଛନ୍ତି। ଆରେ ମୋଦି ତାଙ୍କୁ ତ ପ୍ରାର୍ଥୀ କଲେ ସେ ବିଜେପି ପ୍ରାର୍ଥୀ ହେବେ, ତାପରେ ସିନା ଖେଳ କରିବେ। ଯଦି ମୋଦି ପ୍ରାର୍ଥୀ ନ କରିବେ ଦିଲ୍ଲୀପ ରାୟ କ'ଣ କରିବେ? ପ୍ରାର୍ଥୀ ହେଇପାରିବେ? ସିନା ତୁମେ ବିଜେଡ଼ିରୁ ଲୋକଙ୍କୁ ନେଇଯିବ, କଂଗ୍ରେସରୁ ଲୋକଙ୍କୁ ନେଇଯିବ, ଆପଣମାନେ କୌଣସି ପ୍ରକାର ନେଇପାରିବେନି ବିଜେପିର ଲୋକଙ୍କୁ, କାରଣ ବିଜେପିର ସମସ୍ତଙ୍କ ଡର ମୋଦିଙ୍କୁ ସାଇଜ୍ କରିଦେବେ। ତେଣୁ ଯଦି ଦିଲ୍ଲୀପ ରାୟଙ୍କୁ ମୋଦି ପ୍ରାର୍ଥୀ କଲେ, ବିଜେଡ଼ିର ନେତାମାନେ ବି ସ୍ୱାଭାବିକ ଭାବରେ କୁହାହେଉଛି ଭୋଟ୍ ଦେବେ। ଆପଣ କହିବେ ସନା ମହାକୁଡ଼, ଅରବିନ୍ଦ ମହାପାତ୍ର କାଳେ ଭିତିରିଆ ଯୋଜନା କରିଥିଲେ ରାଜ୍ୟସଭା ନିର୍ବାଚନ ପାଇଁ, ସେଥିପାଇଁ ତାଙ୍କ ଉପରେ ଆକ୍ସନ୍। ମୋତେ କହିଲେ ସେତେବେଳେ ଟିକେ ଡର ଥିଲା, ଏବେ ଓପନଲି ସେମାନେ ବୁଲିବାକୁ ତୁମେ ସୁଯୋଗ ଦେଲ। ଯିଏ ତୁମକୁ ଦିଲ୍ଲୀପ ରାୟଙ୍କୁ ଭଲ ପାଉଛି ସେ ତ ଭୋଟ୍ ଦେଇଥାନ୍ତା। 2002 ମସିହାରେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ବି ଥିଲେ, ଏବେ ତ ମୁଖ୍ୟମନ୍ତ୍ରୀ ବି ନୁହନ୍ତି। ସେତେବେଳେ 14 ବିଧାୟକଙ୍କୁ ତୁମେ ଅଟକାଇ ପାରିଥିଲ, ଆଉ ଆଜି କେମିତି ଅଟକାଇ ଦେବେ? ଯିଏ ଯାହାକୁ ଦେବା କଥା ତା ସେଟିଂରେ ଦେବ। ଆଉ ରହିଲା ପଇସା ପତ୍ର କାରବାର କଥା, ଆଜ୍ଞା ଶିରୋ ନାସ୍ତି ଶିରୋ ପୀଡ଼ା। ରାଜ୍ୟସଭା ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇଲାଣି, ପ୍ରଥମ ଦ୍ୱିତୀୟ ତୃତୀୟ ପ୍ରାର୍ଥୀ ଆଗ ସ୍ଥିର ହୁଅନ୍ତୁ, ତାପରେ ଚତୁର୍ଥ ପ୍ରାର୍ଥୀ ପାଇଁ ଚିନ୍ତା କରିବା। ପ୍ରଥମ 2, 1, 2, 9, 3 ନ ହେଲା ପର୍ଯ୍ୟନ୍ତ ଚତୁର୍ଥ ପ୍ରାର୍ଥୀ କ'ଣ? କିନ୍ତୁ ଆଉ ଗୋଟିଏ ଭଲ ସଜେସନ୍ ଆମ ପାଖରେ ଅଛି। ସୁଜତା ଯଦି ଚତୁର୍ଥ ପ୍ରାର୍ଥୀ ହୁଅନ୍ତି ତାହେଲେ ଓଡ଼ିଶାରେ ପାଣ୍ଡିଆନ ହେବେ ସବୁଠାରୁ ଏକ ନମ୍ବର ନେତା। ଆପଣ ପଚାରିବେ କେମିତି? ଆରେ ଭାରତୀୟ ଜନତା ପାର୍ଟିରେ ଶକ୍ତି ନଥିଲା, ଅଶ୍ୱିନୀ ବୈଷ୍ଣବ ସାଂସଦ ହେଲେ, ବିଜେଡ଼ି ତାଙ୍କୁ ଦୁଇ ଥର ସାଂସଦ କଲା। ଏବେ କାହା ସେଟିଂରେ? ପାଣ୍ଡିଆନ ସେଟିଂରେ। ବର୍ତ୍ତମାନ ପାଣ୍ଡିଆନ ଗୁଡ଼ା ସେଟିଂ କରିକି ସୁଜତା କାର୍ତ୍ତିକଙ୍କୁ ଚତୁର୍ଥ ପ୍ରାର୍ଥୀ କରନ୍ତୁ, ଭାରତୀୟ ଜନତା ପାର୍ଟି ସମର୍ଥନ କରୁ। ପାଣ୍ଡିଆନ ଖାଲି ଏତିକି କରିଦେବେ ନା, ଆଉ ବିଜେଡ଼ିରେ ଯେଉଁମାନେ ପାଖ ହେଉଛନ୍ତି ଟୋଟାଲ ବନ୍ଦ।